ଗପଟି ବାଘ ରାଜାଙ୍କ ରାଜ୍ୟ ଚାଳନା ବିଷୟରେ। ଏକଦା ଘଞ୍ଚ ଜଙ୍ଗଲରେ ବାହାଦୁର ନାମକ ଏକ ଶକ୍ତିଶାଳୀ ବାଘ ରହୁଥିଲା। ସେ ଜଙ୍ଗଲର ସବୁଠାରୁ ବିପଜ୍ଜନକ ଶିକାରୀ ମଧ୍ୟ ଥିଲା ଏବଂ ସମସ୍ତ ପ୍ରାଣୀ ତାକୁ ଭୟ କରୁଥିଲେ। ବାହାଦୁର ଜଙ୍ଗଲରେ ଗୁଣ୍ଡାରାଜ ବି ଚଳାଇଥିଲା। ସେ ତାର ମନ ଇଚ୍ଛା ଜୀବଜନ୍ତୁଙ୍କୁ ମାରି ବି ଖାଇଯାଉଥିଲା। ସମୟକ୍ରମେ ସେ ନିଜକୁ ଜଙ୍ଗଲର ଏକମାତ୍ର ଶକ୍ତିଶାଳୀ ରାଜା ରୂପେ ଘୋଷଣା ବି କରିଦେଲା। ଦିନେ ରାଜା ବାହାଦୁର ଜଙ୍ଗଲର ବାକି ଜୀବଜନ୍ତୁଙ୍କୁ ଡାକି ତାଙ୍କ ଉପରେ କଟକଣା ଲଗାଇଦେଲେ। ସେ ନିର୍ଦ୍ଦେଶ ଜାରି କଲେ ଯେ ସେ ରହୁଥିବା ଅଞ୍ଚଳରେ କେହି ଯେମିତି ପ୍ରବେଶ କରିପାରିବେ ନାହିଁ। ଏପରି ସବୁ କାମ କରି ସେ ଚାହୁଁଥିଲା ଯେ ଜଙ୍ଗଲର ସମସ୍ତ ପଶୁମାନେ ତାଙ୍କ ଶକ୍ତି ପାଇଁ ତାଙ୍କୁ ସମ୍ମାନ ଦିଅନ୍ତୁ। କିନ୍ତୁ ରାଜା ବାହାଦୁର ଜାଣିପାରୁନଥିଲା ଯେ ତାର କାର୍ଯ୍ୟକଳାପ ଅନ୍ୟ ପଶୁମାନଙ୍କ ଜୀବନକୁ କଷ୍ଟସାଧ୍ୟ ଦେଉଛି। ଦିନେ ସେମାନେ ସମସ୍ତେ ମିଶି ରାଜା ବାହାଦୁରଙ୍କ ବିରୁଦ୍ଧରେ ଯୋଜନା ଆରମ୍ଭ କରିଦେଲେ। ଗଜପତି ନାମକ ଜଣେ ବୃଦ୍ଧ ହାତୀ ଏକ ଉପାୟ ଚିନ୍ତା କଲେ ଯେ କେମିତି ପ୍ରକାରେ ବି ରାଜା ବାହାଦୁରଙ୍କ ଗର୍ବକୁ ଚୂର୍ମାର କରିବା ଓ ତାଙ୍କୁ ଉଚିତ ଶିକ୍ଷା ଦେବା। ତେଣୁ ଗଜପତି ଜଙ୍ଗଲର ଅନ୍ୟ ପ୍ରାଣୀମାନଙ୍କୁ ଏକତ୍ର କରି ତାଙ୍କ ଯୋଜନା ବିଷୟରେ କହିଲେ। ଆଉ ଏହି ଯୋଜନା ସମସ୍ତଙ୍କ ମନକୁ ପାଇଲା ଏବଂ ପରଦିନ ସେମାନେ ସେମାନଙ୍କର ଯୋଜନା କାର୍ଯ୍ୟକାରୀ କଲେ। ସକାଳ ହେବା ମାତ୍ରେ ରାଜା ବାହାଦୁର ଶିକାର କରିବାକୁ ବାହାରିଲେ। ଦେଖିଲେ ଜଙ୍ଗଲ ସମ୍ପୂର୍ଣ୍ଣ ଚୁପ୍ ଅଛି। ଖାଁ ଖାଁ ଲାଗୁଛି। ନା କୌଣସି ପଶୁମାନଙ୍କର ଶବ୍ଦ ଶୁଭୁଛି ନା ପକ୍ଷୀମାନଙ୍କର ସ୍ୱର। ଲାଗୁଛି ଯେମିତି ଜଙ୍ଗଲ ପୁରା ନୀରବ ଓ ନିଶ୍ଚଳ। ସେ ଭାବିବାକୁ ଲାଗିଲେ ମୋତେ କ'ଣ କେହି ଡରିବାକୁ ନାହାନ୍ତି? ରାଜା ବାହାଦୁର କ୍ରୋଧଭରା ହୋଇ ଜଙ୍ଗଲରେ ଘୂରି ବୁଲିଲା। ସେ ଏକ ଗଛ ତଳେ ଗଜପତିଙ୍କୁ ବସିଥିବାର ବି ପାଇଲା। ତାଙ୍କ ପାଖକୁ ଗଲା ଓ ପଚାରିଲା, ଗଜପତି, କ'ଣ ଘଟଣା? ସମସ୍ତ ପଶୁପକ୍ଷୀ କୁଆଡ଼େ ଯାଇଛନ୍ତି? କାହିଁ କାହାର କିଛି ଶବ୍ଦ ଶୁଭୁନି? ଗଜପତି କହୁଛି, ମହାରାଜ, ଆପଣଙ୍କ ନିଷ୍ପତ୍ତି ଯୋଗୁଁ ସମସ୍ତେ ଜଙ୍ଗଲ ଛାଡ଼ି ପଳାଇ ଯାଇଛନ୍ତି। ରାଜା ବାହାଦୁର ଏହା ଶୁଣି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ସେ କଦାପି ଭାବିନଥିଲେ ଯେ ତାଙ୍କ ଶକ୍ତି ଓ ଗର୍ଜନ ପାଇଁ ଅନ୍ୟମାନେ ଏତେ ଭୟଭୀତ ହୋଇପଡ଼ିବେ ଏବଂ ଜଙ୍ଗଲ ଛାଡ଼ି ପଳାଇବେ ମଧ୍ୟ। ରାଜା ବାହାଦୁର ତାଙ୍କର କଠୋରତା ଏବଂ ଅହଙ୍କାରକୁ ଅନୁଭବ କଲେ। ସେ ଗଜପତିଙ୍କୁ ପଚାରିଲେ, ଗଜପତି, ମୁଁ ବର୍ତ୍ତମାନ କ'ଣ କରିବି କହ? ଗଜପତି ଶାନ୍ତ ଭାବରେ ଉତ୍ତର ଦେଲେ, ହେ ମହାରାଜ, ପ୍ରକୃତ ରାଜାଙ୍କର କାର୍ଯ୍ୟ କେବଳ ତାଙ୍କ ଶକ୍ତି ପ୍ରଦର୍ଶନ କରିବା ନୁହେଁ। ତୁମେ ତୁମର ରାଜ୍ୟରେ ଥିବା ସମସ୍ତ ପ୍ରାଣୀମାନଙ୍କର ଯତ୍ନ ନେବା ବି ଉଚିତ। ଯଦି ତୁମେ ତୁମର ଶକ୍ତି ସଠିକ୍ ଭାବରେ ବ୍ୟବହାର କର ଏବଂ ସମସ୍ତଙ୍କ ପାଇଁ ଦୟା କର, ତାହେଲେ ସ୍ୱୟଂଚାଳିତ ଭାବରେ ସମସ୍ତେ ତୁମ ପାଖକୁ ଫେରିଆସିବେ ଏବଂ ତୁମକୁ ସମ୍ମାନ ମଧ୍ୟ ଦେବେ। ରାଜା ବାହାଦୁର ଗଜପତିଙ୍କ କଥାରେ ରାଜି ହୋଇଗଲେ। ସେ ତାଙ୍କ ହୃଦୟରେ ପରିବର୍ତ୍ତନ ଆଣିବାକୁ ସ୍ଥିର ମଧ୍ୟ କଲେ। ତା ପରଠୁ ସେ ମନ ଇଚ୍ଛା ଶିକାର ବି କରିନଥିଲେ ଏବଂ ନିଜେ ରହୁଥିବା ଅଞ୍ଚଳରେ ସମସ୍ତ ପଶୁପକ୍ଷୀଙ୍କୁ ପ୍ରବେଶ କରିବାକୁ ଅନୁମତି ମଧ୍ୟ ଦେଲେ। ଧୀରେ ଧୀରେ ଅନ୍ୟ ପଶୁମାନେ ରାଜାଙ୍କ ପରିବର୍ତ୍ତନ ମନୋଭାବକୁ ଲକ୍ଷ୍ୟ କରି ତାଙ୍କ ପାଖକୁ ଫେରିଆସିଲେ। ବର୍ତ୍ତମାନ ରାଜା ବାହାଦୁର ଜଣେ ଦୟାଳୁ
ଜ୍ଞାନୀ ଓ ଗୁଣୀ ରାଜା ଭାବରେ ପରିଚିତ ହେଲେ। ସମସ୍ତ ପଶୁ ପକ୍ଷୀ ଅନ୍ୟ ଜୀବଜନ୍ତୁମାନେ ତାଙ୍କୁ ସମ୍ମାନ ବି କଲେ। ଅହଙ୍କାର କଠୋରତା ଜୀବନକୁ ଏକାକିତ୍ୱ ଆଣିଦିଏ, କିନ୍ତୁ ଦୟା ପ୍ରେମ ସମ୍ମାନ ଦିଏ। ଏହି କାହାଣୀରୁ ଆମକୁ ଶିକ୍ଷା ମିଳିଲା ଯେ ଶକ୍ତି ଏବଂ ଅଧିକାର ସର୍ବଦା ସଠିକ୍ ଦିଗରେ ବ୍ୟବହୃତ ହେବା ଉଚିତ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।